ମୋ ନା ମଞ୍ଜରୀ। ମୋ ବାହାଘରକୁ ମାତ୍ର 4 ମାସ ବିତିଥିଲା। ମୋ ଶାଶୁଘରେ କାମ କରିବା ପାଇଁ କେହି ନଥିଲେ। ଘରଟା ବହୁତ ବଡ଼ ଥିଲା ଏବଂ ମୋତେ ଏକାକୀ ସେଇ ବଡ଼ ଘରର ସଫାସୁତୁରା କରିବାକୁ ପଡୁଥିଲା। ତା ସାଙ୍ଗକୁ ରୋଷେଇ ମଧ୍ୟ କରିବାକୁ ହେଉଥିଲା। ବେଳେବେଳେ ମୋ ସ୍ୱାମୀ ମୋ ଉପରେ ଦୟାକରି ବଜାରରୁ ଖାଇବା ନେଇ ଆସୁଥିଲେ, କିନ୍ତୁ ସବୁବେଳେ ତାହା ସମ୍ଭବ ନଥିଲା, କାରଣ ବାହାର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମୋର ରୋଷେଇ କରିବାର ବହୁତ ସଉକ ଥିଲା। ମୁଁ ନୂଆ ନୂଆ ପ୍ରକାର ଡିଶ୍ ବନାଉଥିଲି, କିନ୍ତୁ ଶାଶୁଘରେ ଏତେ କାମ ଥିଲା ଯେ ରୋଷେଇ କଲାବେଳକୁ ମୁଁ ଥକି ଯାଉଥିଲି, କାରଣ ଅଧାରୁ ଅଧିକ ଦିନ ତ ମୋର ଘର ସଫା କରିବାରେ ହିଁ ବିତି ଯାଉଥିଲା। ମୋ ସ୍ୱାମୀଙ୍କ ଘର ବହୁତ ଭଲ ଥିଲା। ସେଥିରେ ପ୍ରାୟ 6ଟି ରୁମ୍ ଥିଲା। 2ଟିରେ ତାଲା ପଡ଼ି ରହୁଥିଲା। ମୁଁ ଅନେକ ଥର ମୋ ସ୍ୱାମୀଙ୍କୁ କହିଥିଲି ଯେ ଘରେ ଭଡ଼ାଟିଆ ରଖିଦେବା। ଏମିତି ହେଲେ ଘରର କିଛି କାମ ମଧ୍ୟ କମିଯିବ ଏବଂ ମୋ ସହିତ ରହିବା ପାଇଁ କିଛି ଲୋକ ମଧ୍ୟ ମିଳିଯିବେ, ଆଉ ଆମକୁ ପ୍ରତି ମାସରେ ଭଡ଼ା ବାବଦକୁ କିଛି ଟଙ୍କା ମଧ୍ୟ ମିଳିବ। କିନ୍ତୁ ମୋ ସ୍ୱାମୀ କହିଲେ, ଆଜିକାଲି ମୋର କାହାରି ଉପରେ ଭରସା ନାହିଁ। ମୁଁ ଏମିତି କୌଣସି ଭଡ଼ାଟିଆଙ୍କୁ ଘରେ ରଖିପାରିବି ନାହିଁ, କାରଣ ମୁଁ ଅଧିକାଂଶ ସମୟ ଘର ବାହାରେ ରହେ ଏବଂ ତୁମେ ଦିନସାରା ଘରେ ଏକା ରୁହ। ମୁଁ କେମିତି ଜାଣିବି ଘରେ କ'ଣ ହେଉଛି କ'ଣ ନାହିଁ? ମୁଁ କୌଣସି ପ୍ରକାରର ବିପଦ ମୁଣ୍ଡେଇ ପାରିବି ନାହିଁ। ମୋ ସ୍ୱାମୀଙ୍କ କଥା ବି ଠିକ୍ ଥିଲା। ଆଜିକାଲି ସମୟରେ ଆମେ କାହାକୁ ଏତେ ସହଜରେ ବିଶ୍ୱାସ କରିପାରିବାନି। ସେ ମୋର ଭଲ ପାଇଁ ହିଁ ସବୁ କହୁଥିଲେ। ମୁଁ ବହୁତ ଭାଗ୍ୟବତୀ ଥିଲି ଯେ ମୋତେ ଏତେ ଭଲ ପାଉଥିବା ସ୍ୱାମୀ ମିଳିଥିଲେ। ମୋ ସ୍ୱାମୀଙ୍କ ନାଁ ଥିଲା ବିକି। ବିକି ମୋତେ ବହୁତ ଭଲ ପାଉଥିଲେ। ଆମ ବାହାଘର ତାଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ହୋଇଥିଲା। ତାଙ୍କ ଭଉଣୀ ମୋତେ ଗୋଟିଏ ବାହାଘରରେ ଦେଖିଥିଲେ ଏବଂ ସେଠାରେ ହିଁ ମୋତେ ପସନ୍ଦ କରିନେଇଥିଲେ। ସେ ସ୍ଥିର କରିଥିଲେ ଯେ ସେ ମୋତେ ନିଜର ଭାଉଜ କରି ରଖିବେ। ଏହିପରି ଭାବରେ ସେ ପରଦିନ ହିଁ ନିଜ ଭାଇଙ୍କ ପାଇଁ ମୋ ଘରକୁ ପ୍ରସ୍ତାବ ନେଇ ଆସିଥିଲେ। ବିକିଙ୍କ ପାଖରେ କୌଣସି ଅଭାବ ନଥିଲା। ତାଙ୍କ ଘର ବହୁତ ବଡ଼ ଥିଲା ଏବଂ ସେ ଦେଖିବାକୁ ମଧ୍ୟ ବହୁତ ସ୍ମାର୍ଟ ଥିଲେ। ସେଥିପାଇଁ ମୋ ବାପା ମା ମୋ ବାହାଘର ସେଠାରେ କରିବାକୁ ନିଷ୍ପତ୍ତି ନେଇଥିଲେ। ତାପରେ ମୋତେ ଖୁସି ଖବର ମିଳିଲା ଯେ ମୁଁ ଗର୍ଭବତୀ ଅଛି। ମୋ ଜୀବନ ବହୁତ ଭଲରେ କଟୁଥିଲା। ଏହି ସମୟରେ ମୋ ଦେହ କିଛି ଠିକ୍ ରହୁନଥିଲା। ମୁଁ ଚେକଅପ୍ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ସେଠାରେ ମୋ ପାଳି ନମ୍ବର ଏପର୍ଯ୍ୟନ୍ତ ଆସିନଥିଲା। ମୁଁ ଅପେକ୍ଷା କରିଥିଲି। ମୁଁ ଗର୍ଭବତୀ ଥିଲି ଏବଂ ମୋର 3ୟ ମାସ ଚାଲିଥିଲା। ଘର କାମ ଯୋଗୁଁ ମୁଁ ସବୁବେଳେ ଥକ୍କା ଅନୁଭବ କରୁଥିଲି ଏବଂ ଗର୍ଭାବସ୍ଥା ସମୟରେ ମଧ୍ୟ ମୋତେ ଆରାମ ମିଳିପାରୁନଥିଲା। ମୁଁ ବେଶୀ ସମୟ ବସିପାରୁନଥିଲି କି ଛିଡ଼ା ହୋଇପାରୁନଥିଲି। ହସ୍ପିଟାଲରେ ବସି ବସି ବହୁତ ସମୟ ହୋଇଯାଇଥିଲା, ତେଣୁ ମୁଁ ଟିକେ ଚାଲିବାକୁ ଲାଗିଲି। ଚାଲୁ ଚାଲୁ ଯେତେବେଳେ କାଉଣ୍ଟର ପାଖରେ ପହଞ୍ଚିଲି, ଭାବିଲି ମୋ ନମ୍ବର କେତେବେଳେ ଆସିବ ସେ ବିଷୟରେ ପଚାରି ନେବି। କିନ୍ତୁ ମୋ ଆଗରୁ ଜଣେ ମହିଳା ଛିଡ଼ା ହୋଇ ନିଜ ନମ୍ବର ବିଷୟରେ ପଚାରୁଥିଲେ। ମୁଁ ମୋ ବିଷୟରେ ପଚାରିଲି ତ କାଉଣ୍ଟରରେ ବସିଥିବା ପୁଅଟି କହିଲା ଯେ ଆପଣଙ୍କ ନମ୍ବର 4 ଜଣଙ୍କ ପରେ ଆସିବ। ମୁଁ ଫେରିଆସି ନିଜ ଜାଗାରେ ବସିଲି। ଯେଉଁ ମହିଳା ଜଣକ ମୋ ଆଗରୁ ନିଜ ପାଳି ବିଷୟରେ ପଚାରୁଥିଲେ, ସେ ମୋ ପାଖରେ ଆସି ବସିଲେ ଏବଂ କାନ୍ଦିବାକୁ ଲାଗିଲେ। ସେହି ଅସହାୟ ମହିଳାଙ୍କ କାନ୍ଦ ମୁଁ ଦେଖିପାରିଲି ନାହିଁ। ମୁଁ ତାଙ୍କୁ ପଚାରିଲି, ଆଈ, ଆପଣଙ୍କର କି ଅସୁବିଧା ହୋଇଛି? ଆପଣ କାହିଁକି କାନ୍ଦୁଛନ୍ତି? ସେହି ମହିଳା ଜଣକ କହିଲେ, ମୁଁ ଏଠାକୁ ମୋ ସାନ ଝିଅକୁ ଦେଖାଇବା ପାଇଁ ଆଣିଛି। ମୋ ଝିଅ ଗର୍ଭବତୀ ଅଛି। ମୋ ଝିଅର ବାହାଘର ଜଣେ ଦାୟିତ୍ୱହୀନ ଲୋକ ସହ ହୋଇଗଲା। ସେ ମୋ ଝିଅକୁ ନିଜ ପ୍ରେମ ଜାଲରେ ଫସାଇଲା ଏବଂ ତାକୁ ଗର୍ଭବତୀ କରି ଛାଡ଼ିଦେଲା। ମୋ ଝିଅ କହୁଛି କି ସେ ତାଙ୍କ ସହ ବାହା ହୋଇଛି, କିନ୍ତୁ ଏହି ଖରାପ ସମୟରେ ସ୍ୱାମୀକୁ ସ୍ତ୍ରୀର ସାଥ ଦେବା କଥା। କିନ୍ତୁ ସେ କେବେ କେମିତି ମୋ ଝିଅକୁ ଦେଖା କରିବାକୁ ଆସେ ଏବଂ କିଛି ଟଙ୍କା ଦେଇ ଚାଲିଯାଏ। ଆଜିକାଲି ତ 1000 ପ୍ରକାର ଖର୍ଚ୍ଚ। ଏବେ ଯେବେଠାରୁ ସେ ଜାଣିବାକୁ ପାଇଛି ଯେ ମୋ ଝିଅ ଗର୍ଭବତୀ, ସେବେଠାରୁ ସେ ନିଜ ସ୍ତ୍ରୀକୁ ଦେଖା କରିବାକୁ ଆସିନାହିଁ। ମୋ ଝିଅ ସେହି ଲୋକ ସହ ଲୁଚିଛପି ବାହା ହୋଇ ନିଜ କପାଳ ନିଜେ ପୋଡ଼ିଛି। ମୋ ଝିଅର ଅବସ୍ଥା ମୋତେ ଦେଖାଯାଉନି। ତାର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେ ଗର୍ଭବତୀ, ତେଣୁ ତାକୁ ଚିକିତ୍ସାର ଆବଶ୍ୟକତା ଅଛି। କ'ଣ କହିବି ଝିଅ, ମୋର ତ ମାଆର ହୃଦୟ। ମା ତ ସବୁକିଛି କରି ନିଜ ସନ୍ତାନର ଭଲ ହିଁ ଚାହେଁ। ମୁଁ ଜଣେ ଗରିବ ମହିଳା। ମୋ ପାଖରେ ଖାଇବାକୁ ମଧ୍ୟ କିଛି ନାହିଁ। ଗୋଟିଏ ପୁଅ ଅଛି ଏବଂ ଜଣେ ବୋହୂ। ପୁଅ କଠିନ ପରିଶ୍ରମ କରେ, ତଥାପି ବହୁତ କମ୍ ଟଙ୍କା ମିଳେ, ଯେଉଁଥିରେ ଆମ ଚଳିବା ବହୁତ କଷ୍ଟକର ହୋଇଯାଏ। ମୋ ପାଖରେ ଟଙ୍କା ନାହିଁ, ତଥାପି କାହାଠାରୁ ଉଧାର ନେଇ ମୋ ଝିଅର ଚିକିତ୍ସା ପାଇଁ ଏଠାକୁ ଆସିଛି। ବସ୍ ଏତିକି ଭାବୁଛି ଯେ ଯଦି ଡାକ୍ତର ଦାମୀ ଔଷଧ ଲେଖିଦେବେ, ତେବେ ମୁଁ ମୋ ଝିଅର ଚିକିତ୍ସା କେମିତି କରିବି? କାରଣ ମୋ ପାଖରେ ତ ଏତେ ଟଙ୍କା ନାହିଁ। ମୁଁ ତାଙ୍କୁ ସାନ୍ତ୍ୱନା ଦେଲି ଏବଂ କହିଲି ଯେ ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ମୋ ପର୍ସରୁ ବାହାର କରି ତାଙ୍କୁ 25,000 ଟଙ୍କା ଦେଲି ଏବଂ କହିଲି, ଏବେ ମୋ ପାଖରେ ଏତିକି ହିଁ ଟଙ୍କା ଅଛି। ଯଦି ଅଧିକ ଥାଆନ୍ତା, ମୁଁ ଆପଣଙ୍କୁ ଆହୁରି ଦେଇଥାନ୍ତି।
ଆପଣ ନିଜ ଝିଅ ଚିକିତ୍ସା କରାନ୍ତୁ। ମୋତେ ସେଇ ଆଇଙ୍କ ଝିଅ ପାଇଁ ବହୁତ ଦୁଃଖ ଲାଗୁଥିଲା। ମୁଁ ତାଙ୍କ ଝିଅକୁ ଦେଖିନଥିଲି। ସେ ଏକ ଲମ୍ବା ଓଢ଼ଣା ଟାଣି ବସିଥିଲା। ସେ ମୋତେ କହିଲେ ଯେ ମୋ ଭଳି ଜଣେ ମହିଳାକୁ କେହି ଚାକିରି ମଧ୍ୟ ଦେଉନାହାନ୍ତି। ମୁଁ ଚାହୁଁଛି ଲୋକଙ୍କ ଘରେ କାମ କରିବାକୁ, ଯେପରି ଘରକୁ କିଛି ଟଙ୍କା ଆସିପାରିବ ଏବଂ ଆମ ଅସୁବିଧା ଦୂର ହେବ। କିନ୍ତୁ ମୋ ଭଳି ବୁଢ଼ୀ ମହିଳାକୁ ଦେଖି ଲୋକ କହୁଛନ୍ତି କି ଏ ତ ଆମ ଘର କାମ ମଧ୍ୟ ଠିକ୍ ଭାବେ କରିପାରିବନି। ସେ ମୋ ଆଗରେ ହାତଯୋଡ଼ି କହିଲେ, ତୁମର ବହୁତ ବହୁତ ଧନ୍ୟବାଦ ଝିଅ, ଭଗବାନ ତୁମକୁ ସବୁ ଖୁସି ଦିଅନ୍ତୁ। ତୁମେ ଆଜି ଏହି ଟଙ୍କା ଦେଇ ମୋ ଉପରେ ବହୁତ ବଡ଼ ଉପକାର କଲ। ମୁଁ କହିଲି, ଆଈ ଆପଣଙ୍କୁ କ'ଣ କାମ ଦରକାର? ସେ କହିଲେ, ହଁ ମୋତେ କାମର ବହୁତ ଆବଶ୍ୟକତା ଅଛି। କାରଣ ମୁଁ ମୋ ବୋହୂକୁ କି ଝିଅକୁ କାମ କରିବାକୁ ପଠାଇ ପାରିବିନି। ମୋ ପୁଅ ତ ପୂର୍ବରୁ ଚାକିରିକୁ ଯାଉଛି। ମୁଁ ଚାହୁଁଛି ନିଜ ପରିବାର ପାଇଁ କିଛି କରିବାକୁ। ମୁଁ ଜଣେ ବିଧବା ମହିଳା। ଯଦି ମୋ ସ୍ୱାମୀ ବଞ୍ଚିଥାନ୍ତେ ତେବେ ଆଜି ମୋତେ ଏତେ ଅସୁବିଧା ଦେଖିବାକୁ ପଡ଼ିନଥାନ୍ତା। ମୋତେ ସେହି ଆଈଙ୍କ ଉପରେ ବହୁତ ଦୟା ଆସିଲା। ତାପରେ ମୋ ମନକୁ ଏକ ବୁଦ୍ଧି ଆସିଲା ଯେ କାହିଁକି ନା ମୁଁ ତାଙ୍କୁ ମୋ ଘରେ କାମରେ ରଖିନେବି। ଏହିପରି ଭାବରେ ତାଙ୍କର ସାହାଯ୍ୟ ମଧ୍ୟ ହୋଇଯିବ ଏବଂ ମୋର କାମ ମଧ୍ୟ ହୋଇଯିବ। ସେମିତି ବି ଏହି ଦିନମାନଙ୍କରେ ମୁଁ ଗର୍ଭବତୀ ଅଛି ଏବଂ ମୋ ଦ୍ୱାରା ଅଧିକ କାମ ହୋଇପାରୁନାହିଁ। ମୁଁ ତାଙ୍କୁ କହିଲି, ଆଈ ଆପଣ କ'ଣ ମୋ ଘରେ ଚାକିରି କରିପାରିବେ? ପ୍ରକୃତରେ ମୁଁ ଏହି ସହରକୁ ନୂଆ ଆସିଛି ଏବଂ ମୋ ସ୍ୱାମୀଙ୍କ ପୋଷ୍ଟିଂ ଅନ୍ୟ ସହରରେ ଅଛି। ମୁଁ ଘରେ ଏକା ରହେ। ମୋ ଘର ବହୁତ ବଡ଼ ଏବଂ ବହୁତ କାମ ଅଛି, ଯାହା ମୁଁ ଏକା କରିପାରୁନି। ଯଦି ଆପଣ ମୋତେ ସାହାଯ୍ୟ କରିବେ ତେବେ ମୋର ବହୁତ ଉପକାର ହେବ। ସେହି ମହିଳା ଜଣକ ମୋ କଥା ଶୁଣି ବହୁତ ଖୁସି ହୋଇଗଲେ ଏବଂ କହିଲେ, ଝିଅ ତୁମେ ତ ପ୍ରଥମ ଦେଖାରେ ହିଁ ମୋ ଉପରେ ବହୁତ ଉପକାର କରିଦେଲେ। ବୋଧହୁଏ ମୁଁ ତୁମର ଏହି ଉପକାର ସାରା ଜୀବନ ଭୁଲି ପାରିବିନି। ମୁଁ ସେହି ମହିଳାଙ୍କୁ ମୋର ଠିକଣା ଏବଂ ମୋବାଇଲ ନମ୍ବର ଗୋଟିଏ କାଗଜରେ ଲେଖି ଦେଇଦେଲି। ସେତେବେଳକୁ ମୋ ପାଳି ମଧ୍ୟ ଆସିଯାଇଥିଲା ଏବଂ ମୁଁ ଚେକଅପ୍ ପାଇଁ ଡାକ୍ତରଙ୍କ କ୍ୟାବିନ୍ ଭିତରକୁ ଗଲି। ପରଦିନ ସକାଳ 9ଟା ବେଳେ ସେ ଆମ ଘରେ ପହଞ୍ଚିଗଲେ। ମୁଁ ତାଙ୍କ ସହ ବହୁତ ଭଲ ଭାବେ କଥା ହେଲି ଏବଂ ଆଜି ପ୍ରଥମ ଦିନରେ ମୁଁ ନିଜ ହାତରେ ଚା' ବନାଇ ତାଙ୍କୁ ପିଆଇଲି। ସେ ମୋ ବ୍ୟବହାରରେ ବହୁତ ଖୁସି ହେଲେ ଏବଂ ବାରମ୍ବାର ମୋତେ ଆଶୀର୍ବାଦ ଦେଉଥିଲେ। ମୁଁ ତାଙ୍କୁ ଘରର ସବୁ କାମ ବୁଝାଇଦେଲି ଏବଂ ନିଜେ ଟିକେ ଆରାମ କରିବା ପାଇଁକୁ ଗଲି। ହଠାତ୍ ମୋତେ ନିଦ ହୋଇଗଲା। ମୁଁ ପ୍ରାୟ 3 ଘଣ୍ଟା ଶୋଇ ରହିଥିଲି। ଯେତେବେଳେ ମୋ ଆଖି ଖୋଲିଲା ଏବଂ ମୁଁ ରୁମ୍ ବାହାରକୁ ଆସିଲି, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ଆଈ ଘର କାମରେ ବ୍ୟସ୍ତ ଥିଲେ। ମୁଁ ଦେଖିଲି ସେ ମୋର ପୁରା ଘରକୁ ଆଇନା ଭଳି ଚକଚକ କରିଦେଇଛନ୍ତି ଏବଂ ଏବେ ଲୁଗା ଧୋଉଛନ୍ତି। ସେହି ମହିଳା ଜଣକ କାମରେ ବହୁତ ନିପୁଣ ଥିଲେ। ଏତେ ବୟସ ହୋଇଥିଲେ ବି ସେ ବହୁତ ଚଞ୍ଚଳତା ଏବଂ ସଫାସୁତୁରା ଭାବେ ଘର କାମ ସମ୍ଭାଳି ନେଇଥିଲେ। ମୁଁ ତାଙ୍କ କାମରେ ବହୁତ ପ୍ରଭାବିତ ହେଲି। ମୁଁ ତାଙ୍କୁ କହିଲି, ଆଈ ମୋତେ ଆପଣଙ୍କ କାମ ବହୁତ ପସନ୍ଦ ଆସିଲା। ଆପଣଙ୍କ ଚାକିରି ପକ୍କା। ଆପଣଙ୍କୁ ହିଁ ଏବେ ମୋ ଘରକୁ ପ୍ରତିଦିନ କାମ କରିବାକୁ ଆସିବାକୁ ହେବ। ସେ ମୋ କଥାରେ ବହୁତ ଖୁସି ହୋଇଗଲେ। ଆଜି ପ୍ରଥମ ଦିନରେ ହିଁ ମୁଁ ତାଙ୍କୁ ଖର୍ଚ୍ଚ ପାଇଁ କିଛି ଟଙ୍କା ଦେଲି ଏବଂ କହିଲି ନିଜ ପାଇଁ କିଛି ଖାଇବାକୁ ନେଇଯିବେ। ପରଦିନ ଯେତେବେଳେ ସେ ପୁଣି କାମ କରିବାକୁ ଆସିଲେ, ତାଙ୍କ ସହ ଜଣେ ଯୁବତୀ ମଧ୍ୟ ଆସିଥିଲେ। ସେ ମଧ୍ୟ ଓଢ଼ଣା ଟାଣିଥିଲେ। ମୁଁ ସେହି ଝିଅକୁ ଚିହ୍ନି ପାରୁଥିଲି କାରଣ ଏହି ସେହି ଝିଅ ଥିଲା ଯାହାକୁ କାଲି ମୁଁ ହସ୍ପିଟାଲରେ ଦେଖିଥିଲି। ଏ ତ ଆଈଙ୍କ ଝିଅ ଥିଲା ଏବଂ ସେ ଆମ ଘରକୁ ଆଈଙ୍କ ସହିତ ଆସିଯାଇଥିଲା। ମୁଁ କହିଲି, ଏ ଆପଣଙ୍କ ଝିଅ ନା? ଆଈ କହିଲେ ଯେ ମୋ ଝିଅର ନାଁ ମମତା। ଝିଅ, ଯଦି ତୁମର କିଛି ଅସୁବିଧା ନଥାଏ ତେବେ ମୁଁ ମୋ ଝିଅକୁ ଏଠାରେ କାମ କରିବା ପାଇଁ ରଖିପାରିବି। ମୋ ବୁଢ଼ା ହାଡ଼ରେ ଏବେ ଏତେ ଶକ୍ତି ନାହିଁ ଯେ ମୁଁ ଏତେ ସାରା କାମ କରିବି। ତୁମ ଘର ତ ବହୁତ ବଡ଼ ଏବଂ ଏହି ଘରର ବହୁତ କାମ ଅଛି। ସେଥିପାଇଁ ଯଦି ତୁମର କୌଣସି ଅସୁବିଧା ନଥାଏ ମୁଁ ମୋ ଝିଅକୁ ମଧ୍ୟ ସାଙ୍ଗରେ ନେଇ ଆସିବି। ମୋର ତ କିଛି ଅସୁବିଧା ନଥିଲା, କିନ୍ତୁ ତାଙ୍କ ଝିଅ ଗର୍ଭବତୀ ଥିଲା। ଆଉ ଆଈ କହିଥିଲେ ଯେ ତାର ଦେହ ବି ଭଲ ନାହିଁ, ତେବେ ସେ ତାକୁ କାହିଁକି କାମକୁ ନେଇ ଆସିଲେ? ମୁଁ ଏହି ପ୍ରଶ୍ନ କଲି ତ ସେ କହିଲେ ଯେ ମୋ ଝିଅର ଦେହ ଏବେ କାଫି ଭଲ ଅଛି ଏବଂ ତାର ଏବେ ପିଲା ହେବାକୁ ଯାଉଛି। ତାକୁ ତାର ପିଲା ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ। ସେଇ ଟିକେ କାମ କଲେ ତା ପାଖକୁ ମଧ୍ୟ କିଛି ଟଙ୍କା ଆସିବ। ଶେଷରେ ମା ହେବା ପରେ ତାକୁ ଟଙ୍କାର ଆବଶ୍ୟକତା ହେବ, ସେଥିପାଇଁ ସେ ମୋ ସହ ଏଠାକୁ ଆସିବାକୁ ଜିଦ୍ କଲା, ତେଣୁ ମୁଁ ତାକୁ ନେଇ ଆସିଲି। ଆଉ ମୁଁ ମଧ୍ୟ ଏକା ତୁମର ଏତେ ବଡ଼ ଘର କାମ ସମ୍ଭାଳି ପାରିବିନି। ମୁଁ କହିଲି, ଠିକ୍ ଅଛି, କିଛି କଥା ନାହିଁ। ଜଣେ ନୁହେଁ ତ 2 ଜଣ ହିଁ ସହି। ଏଥିରେ ମୋର ହିଁ ଲାଭ। ମୁଁ କହିଲି, ଠିକ୍ ଅଛି, ଆପଣ ତାକୁ ପ୍ରତିଦିନ ନେଇ ଆସନ୍ତୁ, ମୋର କିଛି ଅସୁବିଧା ନାହିଁ। ଏହିପରି ଭାବରେ ଆଈଙ୍କ ସହ ପ୍ରତିଦିନ ତାଙ୍କ ଝିଅ ମମତା ଆମ ଘରକୁ ଆସିବାକୁ ଲାଗିଲେ। ମୋତେ ସେହି ଅସହାୟକୁ ଦେଖି ବହୁତ ଦୟା ଲାଗୁଥିଲା। ବିଚାରୀର ସ୍ୱାମୀ ତାକୁ କିଛି ଗୁରୁତ୍ୱ ଦେଉନଥିଲା। ମମତା ସବୁବେଳେ ଓଢ଼ଣା ଟାଣି ରହୁଥିଲା। ମୁଁ ଦିନେ ମମତା ଉପରେ ହସିବାକୁ ଲାଗିଲି।
ମୁଁ ତାକୁ କହିଲି, ମମତା, ତୁମେ ସବୁବେଳେ ଓଢ଼ଣା କାହିଁକି ଟାଣିଥାଅ? ଶେଷରେ ତୁମେ ନିଜକୁ କାହାଠାରୁ ଲୁଚାଇବାକୁ ଚେଷ୍ଟା କରୁଛ? ମୋଠାରୁ ନା ନିଜ ମାଠାରୁ? ମୋ କଥାର ଜବାବ ମମତା ବଦଳରେ ତାର ମା ଦେଲେ। ସେ ଶୀଘ୍ର ମୋ ପାଖକୁ ଆସି କହିଲେ, ଝିଅ, ଆମ ଜାତିରେ ଝିଅ ଓ ମହିଳାମାନେ ଓଢ଼ଣା ଟାଣି ହିଁ ଘରୁ ବାହାରନ୍ତି। ମୁଁ କହିଲି, ଠିକ୍ ଅଛି, କିନ୍ତୁ ଏବେ ତ ସେ ଘର ଭିତରେ ଅଛି, ଏବେ ତ ତାକୁ ଓଢ଼ଣା ଟାଣିବା କଥା ନୁହେଁ। ଯେତେବେଳେ ଏଠାରୁ ଯିବ ସେତେବେଳେ ଓଢ଼ଣା ଟାଣିବ। ଆମ ଘରେ ତ କେହି ପୁରୁଷ ମଧ୍ୟ ନାହାନ୍ତି ଯିଏ ତାକୁ ଦେଖିପାରିବେ। ଆପଣଙ୍କୁ ତ ଜଣାଅଛି ଯେ ମୋ ସ୍ୱାମୀ ଏକ ସପ୍ତାହ ପାଇଁ ସହର ବାହାରକୁ ଯାଇଛନ୍ତି। ସେ ମୋ କଥା ଶୁଣି ଚୁପ୍ ରହିଲେ, ମୋର କୌଣସି ଜବାବ ଦେଲେ ନାହିଁ। ମୁଁ ଗୋଟିଏ କଥା ଲକ୍ଷ୍ୟ କରିଥିଲି ଯେ ଆଈଙ୍କର ବୟସ ହୋଇଥିଲେ ମଧ୍ୟ ସେ ବହୁତ ଶକ୍ତ ଥିଲେ ଏବଂ ଖୁବ୍ ଚଞ୍ଚଳତାର ସହ ସବୁ କାମ କରୁଥିଲେ। ଯେତେବେଳେ କି ମମତା ମଉଳିଗଲା ଭଳି ଥିଲା। ସେ କାମ ମଧ୍ୟ ଏତେ ଧୀରେ ଧୀରେ କରୁଥିଲା ଯେମିତି ତା ଦେହରେ ଜୀବନ ହିଁ ନାହିଁ। କିନ୍ତୁ ସେ ବିଚାରୀ ଗର୍ଭବତୀ ଥିଲା ଏବଂ ଗର୍ଭାବସ୍ଥାରେ ତ ମୋ ଦ୍ୱାରା ବି କୌଣସି କାମ ହୋଇପାରୁ ନଥିଲା। ବସ୍ ଏତିକି ଭାବି ମୁଁ ତାକୁ ଅଣଦେଖା କରିଦେଉଥିଲି। ମୁଁ ଭାବୁଥିଲି କି ଏହି ବିଚାରୀର ଭାଗ୍ୟ ବି କେମିତି, ଏହାର ସ୍ୱାମୀ ୟାକୁ ଆଦୌ ବୁଝୁନି। ଆଉ ଗୋଟିଏ ପଟେ ମୋ ସ୍ୱାମୀ ଥିଲେ ଯିଏ ମୋତେ ପ୍ରତିଦିନ କଲ୍ କରୁଥିଲେ ଏବଂ ମୋର ଏତେ ଚିନ୍ତା କରୁଥିଲେ। ମୋ ସ୍ୱାମୀ ଏହି ଦିନମାନଙ୍କରେ ବ୍ୟବସାୟ କାମରେ ସହର ବାହାରକୁ ଯାଇଥିଲେ। ମୁଁ ତାଙ୍କୁ କଲ୍ କରି କହିଦେଇଥିଲି ଯେ ମୁଁ ମୋ ପାଇଁ ଚାକରାଣୀର ବ୍ୟବସ୍ଥା କରିଦେଇଛି। ସେ ମୋ କଥା ଶୁଣି ଖୁସି ହେଲେ ଏବଂ ତାଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିଲା ଯେ କେହି ଜଣେ ଅଛି ଯିଏ ମୋର ଯତ୍ନ ନେବା ପାଇଁ ଅଛି। ସେ କହିଥିଲେ ମଧ୍ୟ ଯେ ମୁଁ ଚାହିଁଲେ ମୋ ଭଉଣୀକୁ ମଧ୍ୟ ଘରକୁ ଡକାଇ ପାରିବି, କିନ୍ତୁ ମୁଁ ମନା କରିଦେଇଥିଲି କାରଣ ମୋ ଭଉଣୀର ଏବେ ପରୀକ୍ଷା ଚାଲିଥିଲା। ମୋର ଆଈ ଏବଂ ତାଙ୍କ ଝିଅ ଉପରେ କାଫି ଭରସା ଥିଲା। ମୁଁ ମୋ ସ୍ୱାମୀଙ୍କୁ ଆଶ୍ୱାସନା ଦେଇଥିଲି ଯେ ମୁଁ ଏଠାରେ ସମ୍ପୂର୍ଣ୍ଣ ଠିକ୍ ଅଛି ଏବଂ ଯେଉଁ ଚାକରାଣୀମାନଙ୍କୁ ମୁଁ ଘରେ ରଖିଛି ସେମାନେ ଭରସାଯୋଗ୍ୟ ଏବଂ ବହୁତ ସରଳ। ମୋ ସ୍ୱାମୀଙ୍କର ମଧ୍ୟ ମୋ କଥା ଉପରେ ବିଶ୍ୱାସ ଆସିଯାଇଥିଲା। ମୋ ସ୍ୱାମୀ ନିଶ୍ଚିନ୍ତ ହୋଇଯାଇଥିଲେ। ତାଙ୍କୁ ମୋ ପକ୍ଷରୁ ଏବେ କୌଣସି ଟେନସନ୍ ନଥିଲା। ମୁଁ ଏପର୍ଯ୍ୟନ୍ତ ମମତାର ଚେହେରା ଦେଖିନଥିଲି କାରଣ ସେ ସବୁବେଳେ ନିଜ ମୁହଁରେ ଓଢ଼ଣା ଟାଣି ହିଁ ରହୁଥିଲା। ବେଳେବେଳେ ସେ ତଳେ ହିଁ ବିଛଣା ନକରି ଶୋଇପଡ଼ୁଥିଲା, ସେତେବେଳେ ମଧ୍ୟ ତାର ଓଢ଼ଣା ହଟୁନଥିଲା। ମୋତେ ତାର ଏହି ଅବସ୍ଥା ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା। ଦିନେ ସେ ଏମିତି ହିଁ ତଳେ ଶୋଇଥିଲା ଯେତେବେଳେ ହଠାତ୍ ମୋ ପାଦ ଶବ୍ଦ ଶୁଣି ଭୟଭୀତ ହୋଇ ଉଠିପଡ଼ିଲା। ମୁଁ ତାକୁ ପଚାରିଥିଲି ଯେ, କ'ଣ ହେଲା ମମତା? ତୁମେ ମୋତେ ଦେଖି ଏତେ ଡରିଗଲ କାହିଁକି? ତୁମର ଦେହ ତ ଠିକ୍ ଅଛି ନା? ଯଦି କିଛି ଅସୁବିଧା ଅଛି ତେବେ ମୋତେ କୁହ, ମୁଁ ତୁମର ଡାକ୍ତରଙ୍କ ପାଖରେ ଆପଏଣ୍ଟମେଣ୍ଟ ନେଇଯିବି। ସେ କହିଲା, କିଛି ନାହିଁ ଭାଉଜ, ବସ୍ ଘର କାମ କରି ଟିକେ ଥକି ଯାଉଛି। ମୁଁ କହିଲି ଯେ ମୁଁ ତୁମର ଅବସ୍ଥା ବୁଝିପାରୁଛି, ଯେଉଁ ପରିସ୍ଥିତି ଦେଇ ତୁମେ ଗତି କରୁଛ ସେହି ପରିସ୍ଥିତି ଦେଇ ମୁଁ ମଧ୍ୟ ଗତି କରୁଛି। ମୁଁ ତାର କଥା ଶୁଣି ମୁଣ୍ଡ ହଲାଇଲି। ଏହିପରି ଭାବରେ କିଛି ଦିନ ବିତିଗଲା। ଏବେ ମୋ ସ୍ୱାମୀ ଆସିବା ଦିନ ପାଖେଇ ଆସୁଥିଲା। ମୋ ସ୍ୱାମୀ କହିଥିଲେ ଯେ ସେ 2 ଦିନ ପରେ ଘରକୁ ଫେରୁଛନ୍ତି। ଦିନେ ମୁଁ ମୋରେ ଶୋଇଥିଲି, ମୋର ଆଖି ଲାଗିଯାଇଥିଲା। କିନ୍ତୁ ହଠାତ୍ 10 ମିନିଟ୍ ପରେ ହିଁ ମୋ ଆଖି ଭୟରେ ଖୋଲିଗଲା। ଯେମିତି ମୋ ଆଖି ଖୋଲିଲା, ମୁଁ ଦେଖିଲି ଯେ ମମତା ହାତରୁ ମୋ ସାଇଡ୍ରେ ରଖାଯାଇଥିବା ମୋର ଏବଂ ମୋ ସ୍ୱାମୀଙ୍କର ଫଟୋ ଫ୍ରେମ୍ ତଳେ ପଡ଼ିଯାଇଛି। ମମତା ଯେତେବେଳେ ଦେଖିଲା ଯେ ମୁଁ ଜାଗିଯାଇଛି, ସେ ମୋତେ କ୍ଷମା ମାଗିବାକୁ ଲାଗିଲା ଏବଂ କହିଲା, ଭାଉଜ, ଏହା ଭୁଲରେ ମୋ ହାତରୁ ପଡ଼ିଗଲା। ମୁଁ କହିଲି, କିଛି କଥା ନାହିଁ, ଏବେ ଏହି କାଚକୁ ସଫା କରିଦିଅ। ସାବଧାନରେ କାମ କର, କାଳେ କାଚ ତୁମ ଗୋଡ଼ରେ ବାଜିଯିବ। ମମତା ବହୁତ ବେଶୀ ଡରିଗଲା ଭଳି ଲାଗୁଥିଲା। ପରଦିନ ମୋ ସ୍ୱାମୀ ଘରକୁ ଆସିଲେ। ଯେମିତି ଘର ଦରଜାର ବେଲ୍ ବାଜିଲା, ମୁଁ ଦରଜା ଖୋଲିବାକୁ ଗଲି। ମୋ ସ୍ୱାମୀ ମୋତେ ଦେଖିବା ମାତ୍ରେ କୋଳେଇ ନେଲେ। ସେ ମୋତେ ଦେଖି ବହୁତ ଖୁସି ହେଲେ, ବରଂ ମୋତେ ମଧ୍ୟ ମୋ ସ୍ୱାମୀଙ୍କୁ ଦେଖି ବହୁତ ଖୁସି ଲାଗିଲା। ଏତେ ଦିନ ପରେ ମୁଁ ତାଙ୍କୁ ଭେଟିଥିଲି। ମୁଁ ମମତାକୁ ଡାକିଲି, ମମତା, ଗୋଟେ ଗ୍ଲାସ୍ ଥଣ୍ଡା ପାଣି ନେଇ ଆସ। ମମତା ଟ୍ରେରେ ପାଣି ଗ୍ଲାସ୍ ଧରି ଆସିଲା। ମମତା ମୋ ସ୍ୱାମୀଙ୍କୁ ଦେଖି ଚକିତ ହୋଇଗଲା। ସେ ନିଜ ଜାଗାରେ ହିଁ ପଥର ଭଳି ଛିଡ଼ା ହୋଇ ରହିଗଲା। ମୁଁ ମମତାକୁ ଦେଖୁଥିଲି ଯେ ସେ ମୋ ସ୍ୱାମୀଙ୍କ ସାମ୍ନାରେ ପଥର ପାଲଟି ଯାଇଛି। ମୁଁ ମମତାକୁ କହିଲି, ପାଣି ଦିଅ, କ'ଣ କରୁଛ? ମମତା ଶୀଘ୍ର ମୋ ସ୍ୱାମୀଙ୍କ ହାତକୁ ପାଣି ଗ୍ଲାସ୍ ବଢ଼ାଇ ଦେଲା। ମୋ ସ୍ୱାମୀ ପାଣି ପିଇନେଲେ। ପାଣି ଗ୍ଲାସ୍ ଫେରାଇ ନେଇ ମମତା ସେଠାରୁ ଚାଲିଗଲା। ମୋ ସ୍ୱାମୀ ମୋତେ କହୁଥିଲେ ଯେ ସେ ଅନ୍ୟ ସହରରେ ବହୁତ ଏନଜୟ କରିଛନ୍ତି। ଆମେମାନେ କଥା ହେଉଥିଲୁ ଯେ କିଛି ସମୟ ପରେ ଆଈ ଟ୍ରେରେ 2 କପ୍ ଚା ଧରି ଆସିଲେ। ମୁଁ ଆଈଙ୍କୁ ମୋ ସ୍ୱାମୀଙ୍କ ସହ ପରିଚୟ କରାଇଲି ଏବଂ ମୋ ସ୍ୱାମୀଙ୍କୁ କହିଲି ଯେ ଏ ଆଈ ଅଟନ୍ତି ଯାହାଙ୍କୁ ମୁଁ କାମରେ ରଖିଛି ଏବଂ ମମତା ତାଙ୍କ ଝିଅ। ଏହି 2 ମା ଝିଅ ହିଁ ଆମ ଘରେ କାମ କରିବାକୁ ଆସନ୍ତି। କିନ୍ତୁ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ସ୍ୱାମୀ ଆଈଙ୍କୁ ବହୁତ ଗଭୀର ଭାବେ ଦେଖୁଥିଲେ। ମୋ ସ୍ୱାମୀଙ୍କ ମୁହଁରେ ଝାଳ ଥିଲା
ଏବଂ ଆଈ ମଧ୍ୟ ମୋ ସ୍ୱାମୀଙ୍କୁ ବହୁତ ଗଭୀର ଭାବେ ଦେଖୁଥିଲେ। ମୁଁ କିଛି ବୁଝିପାରୁ ନଥିଲି ଯେ ଏହି ଦୁଇ ମା ଝିଅ ମୋ ସ୍ୱାମୀଙ୍କୁ ଏତେ ଧ୍ୟାନର ସହ କାହିଁକି ଦେଖୁଛନ୍ତି। ମୁଁ ଶୀଘ୍ର କଥା ଆରମ୍ଭ କଲି ଏବଂ କହିଲି ଯେ ମୋତେ ଲାଗୁଛି ଆପଣମାନେ ପରସ୍ପରକୁ ଜାଣିଛନ୍ତି। ଆଈ ଶୀଘ୍ର ଟେବୁଲ ଉପରେ ଚା ରଖିଲେ ଏବଂ ସେଠାରୁ ଚାଲିଗଲେ। ମୋ ସ୍ୱାମୀ କହିଲେ, ନା ମୁଁ ତ ଏହି ଲୋକମାନଙ୍କୁ ଜାଣିନି। ମୋ ସ୍ୱାମୀ କହିଲେ ଯେ ତୁମେ ଏହି ଦୁଇ ମା ଝିଅଙ୍କୁ କାମରେ ରଖିଛ, ତୁମେ ଏମାନଙ୍କୁ ଜାଣିଛ କି ନାହିଁ? କି ତୁମେ ବିନା ଜଣାଶୁଣାରେ ଏମାନଙ୍କୁ ଘର କାମରେ ରଖିଦେଇଛ? ମୁଁ କହିଲି, ଏହି ଲୋକମାନେ ଆମ ଘରେ କାମ କରିବା ପ୍ରାୟ 15 ଦିନରୁ ଅଧିକ ହୋଇଗଲାଣି। ଏମାନେ ବହୁତ ସରଳ ଏବଂ ତୁମକୁ ଜଣାଅଛି ତାଙ୍କ ଝିଅ ମମତା ବିଚାରୀ ମୋ ଭଳି ଗର୍ଭବତୀ ଅଛି। ତାର ସ୍ୱାମୀ ତାକୁ ଗର୍ଭବତୀ କରି ବାପଘରେ ଛାଡ଼ି ଚାଲିଯାଇଛି। ଏହି ଗର୍ଭାବସ୍ଥା ସମୟରେ ତାକୁ ନିଜ ସ୍ତ୍ରୀର ସାଥ ଦେବା କଥା, ସେ ତ ନିଜ ସ୍ତ୍ରୀକୁ ଛାଡ଼ି କୁଆଡ଼େ ଚାଲିଗଲା। ହଁ, ସ୍ତ୍ରୀ ପାଇଁ ବେଳେବେଳେ ସେ ଅଳ୍ପ କିଛି ଟଙ୍କା ପଠାଇଦିଏ। ମୁଁ ମୋ ସ୍ୱାମୀଙ୍କୁ ଚାହିଁ କହିଲି, ଆପଣ ବହୁତ ଭଲ। ଭଗବାନ କରନ୍ତୁ ସବୁ ଝିଅଙ୍କୁ ଆପଣଙ୍କ ଭଳି ହଜବ୍ୟାଣ୍ଡ ମିଳୁ। ଆପଣ ମୋତେ ବହୁତ ଭଲ ପାଆନ୍ତି। ମୁଁ ବହୁତ ଲକି ଯେ ମୋତେ ଆପଣଙ୍କ ଭଳି ସ୍ୱାମୀ ମିଳିଛନ୍ତି। ମୋ ସ୍ୱାମୀ ମୋ କଥା ଶୁଣି ବେଶୀ କିଛି ଖୁସି ହେଲେ ନାହିଁ। ସେ ବସ୍ ସାମାନ୍ୟ ହସି ଉଠିଗଲେ ଏବଂ ଗାଧୋଇବାକୁ ଚାଲିଗଲେ। ମୁଁ ଆଈଙ୍କୁ କହିଲି ଯେ ରେ ଖାଇବା ଲଗାଇଦେବାକୁ, ଆମେ ଏବେ କିଛି ସମୟ ପରେ ଖାଇବୁ। କିଛି ସମୟ ପରେ ମୋ ସ୍ୱାମୀ ଗାଧୋଇ ସାରି ଫ୍ରେଶ୍ ହୋଇଗଲେ। ଆମେ ଦୁହେଁରେ ଥିଲୁ ଯେତେବେଳେ ମୋ ସ୍ୱାମୀ ମୋ ପାଖକୁ ଆସିଲେ ଏବଂ କହିଲେ, ମୋତେ ଏହି ଦୁଇ ଚାକରାଣୀଙ୍କ ଭିତରେ କିଛି ଗଡ଼ବଡ଼ ଲାଗୁଛି। ମୁଁ ଚାହୁଁଛି ତୁମେ ଏହି ଦୁଇ ଜଣଙ୍କୁ ଚାକିରିରୁ ବାହାର କରିଦିଅ। ମୁଁ ମୋ ସ୍ୱାମୀଙ୍କୁ କହିଲି, ଆପଣଙ୍କୁ କ'ଣ ହୋଇଛି ବିକି? ଏହି ଦୁଇ ଜଣ ବହୁତ ଭଲ। ଏବେ ଆପଣ ଏହି ଦୁଇ ଜଣଙ୍କ କାମ ଦେଖିନାହାନ୍ତି। ଯେତେବେଳେ କାମ ଦେଖିବେ ସେତେବେଳେ ତାଙ୍କର ବହୁତ ପ୍ରଶଂସା କରିବେ। ସେମାନେ ବହୁତ ସଫାସୁତୁରା ଭାବେ କାମ କରନ୍ତି। ମୁଁ ଯେମିତି କୁହେ ସେମିତି କରନ୍ତି। ଏପର୍ଯ୍ୟନ୍ତ ସେମାନେ ମୋତେ କୌଣସି ଅଭିଯୋଗର ସୁଯୋଗ ଦେଇନାହାନ୍ତି। ତେବେ ମୁଁ ତାଙ୍କର କୌଣସି ଭୁଲ ନଥାଇ କେମିତି କାମରୁ ବାହାର କରିପାରିବି? ବିକି କହିଲେ, ମଞ୍ଜରୀ ତୁମେ ବହୁତ ସରଳ। ତୁମେ ଏମିତି ଚତୁର ମହିଳାମାନଙ୍କ ବିଷୟରେ ଜାଣିନାହିଁ। ଏମିତି ମହିଳାମାନେ ପ୍ରଥମେ ଭଲ ଭାବେ ଘରର ପରିସ୍ଥିତି ଦେଖନ୍ତି, ମାଲିକ ମାଲକାଣୀଙ୍କ ବିଶ୍ୱାସ ଜିତନ୍ତି ଏବଂ ତାପରେ ନିଜ ହାତ ସଫା କରି ଫେରାର ହୋଇଯାଆନ୍ତି। ମୁଁ କହିଲି, ବିକି ଆପଣଙ୍କ ମୁଣ୍ଡ ଖରାପ ହୋଇଯାଇଛି କି? ଆପଣ ପ୍ରଥମେ ମୋ ସହ ଚାଲନ୍ତୁ, ଆମେ ଦୁହେଁ ଏକାଠି ବସି ଖାଇବା। କେତେ ଦିନ ହୋଇଗଲାଣି ଆମେ ଏକାଠି ବସି ଖାଇନାହୁଁ। ମୁଁ ମୋ ସ୍ୱାମୀଙ୍କ ହାତ ଧରି ତାଙ୍କୁ ତଳକୁ ନେଇ ଆସିଲି। ମୁଁ ଦେଖିଲି ଆଈ ଏବଂ ମମତାରେ ଖାଇବା ଲଗାଉଛନ୍ତି। ମୁଁ ମମତା ଏବଂ ଆଈଙ୍କୁ କହିଲି, ଆପଣ ଦୁହେଁ ମଧ୍ୟ ଆଜିରେ ହିଁ ବସି ଆମ ଦୁହିଁଙ୍କ ସହ ଖାଇନିଅନ୍ତୁ। ମୁଁ ଖୁସି ହେବି ଯଦି ଆପଣମାନେ ଆମ ସହିତ ଖାଇବେ। ଆଈ ତ କିଛି କହିଲେ ନାହିଁ, କିନ୍ତୁ ମମତା କହିଲା, ନା ଭାଉଜ ଆପଣ ଖାଆନ୍ତୁ। ମୋତେ ଆପଣଙ୍କୁ କହିବାର ଥିଲା ଯେ ମୁଁ ଛୁଟି ନେଇ ମୋ ଘରକୁ ଯିବାକୁ ଚାହୁଁଛି। ମୁଁ କହିଲି, ଏତେ ଶୀଘ୍ର? ଏବେ ତ ମାତ୍ର ଦ୍ୱିପ୍ରହର 1ଟା ବାଜିଛି। ତୁମକୁ ରାତି ଖାଇବା ମଧ୍ୟ ତ ବନାଇବାକୁ ହେବ। ଆଉ ଆଜି ତ ସେମିତି ବି ମୋ ସ୍ୱାମୀ ଆସିଛନ୍ତି। ଆପଣ ଦୁହିଁଙ୍କୁ ମୋ ସ୍ୱାମୀଙ୍କ ପାଇଁ ତାଙ୍କ ପସନ୍ଦର ଖାଇବା ବନାଇବାକୁ ହେବ। ମମତା ହୁଁ କହି ମୁଣ୍ଡ ହଲାଇଲା, କିନ୍ତୁ ମମତାର ସ୍ୱରରୁ ମୋତେ କିଛି ଗଡ଼ବଡ଼ ଲାଗୁଥିଲା। ଏମିତି ଲାଗୁଥିଲା ଯେମିତି ତା ସ୍ୱର କାନ୍ଦ କାନ୍ଦ ହୋଇଯାଇଛି। ଏପଟେ ଆଈଙ୍କ ଚେହେରା ମଧ୍ୟ ବହୁତ ଉଦାସ ଥିଲା। ଏହି ଦୁଇ ମା ଝିଅଙ୍କର କ'ଣ ହୋଇଥିଲା ମୁଁ କିଛି ବୁଝିପାରୁ ନଥିଲି। ଏହିପରି ଭାବରେ ରାତି ହୋଇଗଲା ଏବଂ 9ଟା ବାଜିବା ମାତ୍ରେ ଆଈ ଓ ମମତା ଦୁହେଁ ସବୁ କାମ ସାରି ମୋ ଘରୁ ଚାଲିଗଲେ। ପରଦିନ ଯେତେବେଳେ ସେମାନେ ଘରକୁ ଆସିଲେ, ମୋ ସ୍ୱାମୀ ଦରଜା ଖୋଲିଥିଲେ। ସେତେବେଳେ ହଠାତ୍ ମୁଁ ମଧ୍ୟ ସେଠାରେ ପହଞ୍ଚିଗଲି। ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହେଲି ଯେ ମୋ ସ୍ୱାମୀ ମମତା ସହ କିଛି କଥା ହେଉଥିଲେ। କିନ୍ତୁ କ'ଣ କଥା ହେଉଥିଲେ ମୁଁ କିଛି ବୁଝିପାରିଲି ନାହିଁ। ମୁଁ ଲକ୍ଷ୍ୟ କଲି ଯେ ଯେଉଁ ଦିନଠାରୁ ବିକି ଘରକୁ ଆସିଛନ୍ତି, ଆଈ ଏବଂ ମମତା ଆମ ଦୁହିଁଙ୍କ ଉପରେ ବହୁତ ନଜର ରଖୁଛନ୍ତି। ଏହିପରି ଭାବରେ ଅନେକ ଦିନ ବିତିଗଲା। କିନ୍ତୁ ମୁଁ ଏବଂ ବିକି ଯେତେବେଳରେ ଥାଉ, ମମତା ଲୁଚିଛପି ଦରଜା ବାହାରେ ଛିଡ଼ା ହୋଇ ଆମ ଦୁହିଁଙ୍କୁ ଦେଖୁଥିଲା। ମୋତେ ମମତାର କାର୍ଯ୍ୟକଳାପ କିଛି ଅଜବ ଲାଗିବାକୁ ଲାଗିଲା। ଏପଟେ ଆଈଙ୍କ ବ୍ୟବହାର ମଧ୍ୟ ମୋ ସହିତ ବହୁତ ଅଜବ ହୋଇଗଲା। ଆଗରୁ ସେ ଯେତେ କଥାବାର୍ତ୍ତା କରୁଥିଲେ, ଏବେ ଉଭୟ ମା ଝିଅ ଚୁପ୍ ରହୁଥିଲେ। ଏବେ ତ ମମତାର ପେଟ ମଧ୍ୟ ଧୀରେ ଧୀରେ ବାହାରିଲାଣି ଏବଂ ମୋର ମଧ୍ୟ, କାରଣ ଆମ ଦୁହିଁଙ୍କ ଡେଲିଭରିରେ ମାତ୍ର 1 ମାସର ପାର୍ଥକ୍ୟ ଥିଲା। ମୁଁ ଦେଖିଥିଲି ଯେ ମମତା ଏବେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି। ମୁଁ ଯାହା ଖାଉଥିଲି ତାକୁ ମଧ୍ୟ ଖାଇବା ପାଇଁ ସେୟା ଦେଉଥିଲି, କିନ୍ତୁ ସେ ମୋର ଦିଆଯାଇଥିବା ସବୁ ଜିନିଷକୁ ମନା କରିଦେଉଥିଲା। ମୋତେ ଲାଗିଲା ଯେ ବୋଧହୁଏ ଏବେ ତାର ଦେହ ବହୁତ ଖରାପ ରହୁଛି, ସେଥିପାଇଁ ତାର ବ୍ୟବହାର ଏମିତି ହୋଇଯାଇଛି। ଯଦିଓ ଏହି ଅବସ୍ଥାରେ ଆଈ ତାକୁ ଏଠାକୁ କାମକୁ ଆଣିବା କଥା ନୁହେଁ। ମୁଁ ଦିନେ ଆଈଙ୍କୁ ନିଜ ପାଖକୁ ଡାକିଲି ଏବଂ ତାଙ୍କୁ କହିଲି ଯେ ଆଈ, ମୋତେ ଲାଗୁଛି ଯେ ଏବେ ଆପଣଙ୍କୁ ମମତାକୁ ଆମ ଘରକୁ କାମ ପାଇଁ ଆଣିବା କଥା ନୁହେଁ।
ମୋ କଥା ଶୁଣି ଆଈ ଚୁପ୍ ରହିଲେ। ସେ ମୋର କୌଣସି କଥାର ଜବାବ ଦେଲେ ନାହିଁ। ଦିନେ ମୁଁ ମୋରେ ଥିଲି, ମୋର ଆଖି ଲାଗିଯାଇଥିଲା। ଯେତେବେଳେ ଆଖି ଖୋଲିଲା, ମୁଁ ଦେଖିଲି ଯେ ମୋ ସ୍ୱାମୀ କେଉଁଠାରେ ମଧ୍ୟ ନାହାନ୍ତି। ମୁଁ ମୋ ସ୍ୱାମୀଙ୍କୁ ଖୋଜି ଖୋଜି ପୂରା ଘର ବୁଲିଲି। ସେତିକିବେଳେ ହଠାତ୍ ମୋତେରୁ କାହାର କଥା କହିବା ଶବ୍ଦ ଶୁଣାଗଲା। ମୁଁ ଯେମିତିକୁ ଗଲି, ମୋ ସ୍ୱାମୀ ଏବେ ଆଈ ପରସ୍ପର ଭିତରେ କିଛି କଥା ହେଉଥିଲେ। ମୋତେ ଦେଖିବା ମାତ୍ରେ ସେ ଦୁହେଁ ଚୁପ୍ ହୋଇଗଲେ। ଆଜି ଆଈ ମୋ କଥା ଅନୁସାରେ ମମତାକୁ ମୋ ଘରକୁ କାମ ପାଇଁ ଆଣିନଥିଲେ। ମୋ ସ୍ୱାମୀ ଯେମିତି ମୋତେ ଦେଖିଲେ ସେ କହିଲେ, ଆରେ ମଞ୍ଜରୀ, ତୁମ ଦେହ ଠିକ୍ ନାହିଁ, ତୁମେ ଏଠାକୁ କାହିଁକି ଆସିଲ? ମୁଁ କହିଲି, ଆପଣ ମୋତେ କେଉଁଠି ଦେଖାଯାଉନଥିଲେ, ମୁଁ ଆପଣଙ୍କୁ ହିଁ ଖୋଜୁଥିଲି। ତେବେ ସେ କହିଲେ, ତୁମେ ଶୋଇଥିଲ। ମୁଁ ଭାବିଲି ଆଈଙ୍କୁ କହିଦେବି ଯେ ମୋ ପାଇଁ କପେ ଚା ବନାଇଦେବେ, ସେଥିପାଇଁ ମୁଁ ଆସିଥିଲି। ନିଜ ସ୍ୱାମୀଙ୍କ କଥା ଶୁଣି ମୁଁ ହସିଦେଲି, କିନ୍ତୁ ନା ଜାଣି କାହିଁକି ମୋତେ ମୋ ସ୍ୱାମୀଙ୍କ ମୁହଁର ଭାବରୁ ଏମିତି ଲାଗୁଥିଲା ଯେମିତି ସେ ମୋତେ ମିଛ କହୁଛନ୍ତି। ଯେତେବେଳେ କି ଆଈଙ୍କ ମୁହଁ ମଧ୍ୟ ଶୁଖିଯାଇଥିଲା। ମୁଁ ଦ୍ୱନ୍ଦ୍ୱରେ ଥିଲି ଯେ ଯେଉଁ ଦିନଠାରୁ ମୋ ସ୍ୱାମୀ ଘରକୁ ଆସିଛନ୍ତି, ଆଈଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ଯେମିତି ଦେଖାଯାଉଥିଲେ ଏବଂ ଯେମିତି ମୋ ସହ କଥା ହେଉଥିଲେ, ଏସବୁ ବହୁତ ଭିନ୍ନ ଥିଲା। ମୋ ସ୍ୱାମୀ ଆସିବା ପରେ ସେ ସମ୍ପୂର୍ଣ୍ଣ ନିଜର ଶୈଳୀ ବଦଳାଇ ଦେଇଥିଲେ। ପରଦିନ ଆଈ କାମକୁ ଆସିନଥିଲେ। ମୋତେ ଲାଗିଲା ବୋଧହୁଏ ତାଙ୍କ ଘରେ କିଛି ଜରୁରୀ କାମ ଥିବ। ସେଥିପାଇଁ ମୁଁ କଲ୍ କରି ତାଙ୍କ ବିଷୟରେ ପଚାରିଲି ତ ମମତା କଲ୍ ଉଠାଇଲା। ସେ କହିଲା ଯେ ମାଆର ଦେହ ଠିକ୍ ନାହିଁ। ମୁଁ କହିଲି, ଚାଲ କିଛି କଥା ନାହିଁ, ଯେତେବେଳେ ଆଈଙ୍କ ଦେହ ଠିକ୍ ହେବ ସେତେବେଳେ ଆସିବେ। ମୁଁ ମମତା ସହ ବେଶୀ କଥା ହେଲି ନାହିଁ, କାରଣ ତାର ବ୍ୟବହାର ମୋତେ କିଛି ଠିକ୍ ଲାଗୁନଥିଲା। ଏହିପରି ଭାବରେ ଅନେକ ଦିନ ବିତିଗଲା ଏବଂ ଆଈ ଏପର୍ଯ୍ୟନ୍ତ କାମକୁ ଆସିନାହାନ୍ତି। ମୁଁ ମୋ ସ୍ୱାମୀଙ୍କୁ କହୁଥିଲି ଯେ ନା ଜାଣି ଆଈଙ୍କର କ'ଣ ହୋଇଛି, ସେ ଆମ ଏଠାକୁ କାମକୁ ଆସୁନାହାନ୍ତି। ମମତା କହିଥିଲା ଯେ ତାଙ୍କ ଦେହ ଠିକ୍ ନାହିଁ। ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ ଆମକୁ ତାଙ୍କ ଘରକୁ ଯିବା କଥା, ତାଙ୍କ ଦେହ ବୋଧହୁଏ ବହୁତ ଖରାପ ଥିବ, ସେଥିପାଇଁ ସେ ଏଠାକୁ ଆସିବାରେ ଏତେ ଦିନ ଲଗାଇଲେ। ଆଉ ହୋଇପାରେ ତାଙ୍କର ଟଙ୍କାର ମଧ୍ୟ ଆବଶ୍ୟକତା ଥାଇପାରେ। ବିକି କହିଲେ, ତୁମେ କେମିତିକା ଅଦରକାରୀ କଥା କହୁଛ? ଆମେ ଚାକରାଣୀମାନଙ୍କ ଘରକୁ ଯିବା। ଏବେ ଆମର ଏତେ ଖରାପ ଦିନ ଆସିନି। ତାଙ୍କୁ ଟଙ୍କା ଦରକାର ଥିଲେ ସେ ନିଜେ ଆସି ନେଇଯିବେ, କିନ୍ତୁ ଆମେ ସେଠାକୁ ଯିବାନି। ମୁଁ କହିଲି, ମୋତେ ମଧ୍ୟ ବହୁତ ଅସୁବିଧା ହେଉଛି। ଆପଣ ଜାଣନ୍ତି ମୋର ଗର୍ଭାବସ୍ଥା ଦିନ ଚାଲିଛି, ମୁଁ ଘର କାମ କେମିତି ସମ୍ଭାଳିବି? କିନ୍ତୁ ମୋ ସ୍ୱାମୀ ବାରମ୍ବାର ମନା କରୁଥିଲେ। ସେ କହିଲେ, ଏହି ଲୋକମାନଙ୍କୁ କାମରୁ ବାହାର କରିଦିଅ, ମୁଁ ତୁମ ପାଇଁ ଅନ୍ୟ ଚାକରାଣୀର ବ୍ୟବସ୍ଥା କରିଦେବି। ମୁଁ କହିଲି, ମୁଁ ଅନ୍ୟ କାହା ଉପରେ ଭରସା କରିପାରିବିନି। ମୋର ଆଈଙ୍କ କାମରେ ଅଭ୍ୟାସ ହୋଇଗଲାଣି, ସେଥିପାଇଁ ମୁଁ ଆଈଙ୍କୁ ହିଁ ଡାକି ରହିବି। ନା ଜାଣି କାହିଁକି ମୋ ସ୍ୱାମୀଙ୍କୁ ମୋର ଏହି କଥା ଏତେ ଖରାପ ଲାଗିଲା ଯେ ସେ ରାଗିଗଲେ।